ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସରେ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ଏକ ସଭାର ଆୟୋଜନ କରାଯାଇଛି। ଆନନ୍ଦପୁର କୋର୍ଟ ପାଖରେ ଥିବା ବିଜୁବାବୁଙ୍କ ଷ୍ଟାଚ୍ୟୁରେ ପୁଷ୍ପମାଲ୍ୟ ଦେଇ ଆମେ ସଭା ଆୟୋଜନ କରୁଛୁ। ଆନନ୍ଦପୁରର ସମସ୍ତ କୋଣ ଅନୁକୋଣରେ ଯେଉଁମାନେ ବିଜୁ ପ୍ରେମୀ ବିଜୁ ପଟ୍ଟନାୟକ ଆଦର୍ଶ ଅନୁପ୍ରାଣିତ ବନ୍ଧୁମାନେ ସମସ୍ତେ ଆସିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ମୋ ହୃଦୟର କୃତଜ୍ଞତା ଜ୍ଞାପନ କରିବି ଏବଂ ସାଧୁବାଦ ଜଣାଇବି। ଆପଣ ଜାଣିଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯଦି ମାନେ ଓଡ଼ିଶାରେ ଜନ୍ମ ନ ହୋଇକି ସେ ଅଲଗାକୁ ଜନ୍ମ ହୋଇଥାନ୍ତେ ସେ କେତେଥର କ'ଣ ପ୍ରାଇମ୍ ମିନିଷ୍ଟର ହୋଇପାରିଥାନ୍ତେ। କିନ୍ତୁ ଦୁଃଖର ବିଷୟ ଆଜି ଓଡ଼ିଶାକୁ ସେ ପରିଚିତ କରିଛନ୍ତି। ବିଶ୍ୱରେ ଯଦି ପରିଚିତ ଓଡ଼ିଶା ହୋଇଥାଏ କେବଳ ତା ପାଇଁ ଆମର ପ୍ରବାଦ ପୁରୁଷ ଏବଂ ଝଡ଼ର ଇଦଲ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ। ତେଣୁ ତାଙ୍କୁ ମୋର କୋଟି କୋଟି ପ୍ରଣାମ। ବିଜୁ ପଟ୍ଟନାୟକ ଜଣେ ସାଧାରଣ ବ୍ୟକ୍ତିତ୍ୱ ନଥିଲେ। ଆପଣ ଜାଣିଛନ୍ତି 1950 ମସିହାରେ ଯେତେବେଳେ ଇଣ୍ଡୋନେସିଆରେ ଡଚ୍ ସରକାର ଚାଲିଥିଲା ସେ ସମୟରେ ଯେଉଁ ମୁକ୍ତି ସଂଗ୍ରାମ ପାଇଁ ଆମର ଡକ୍ଟର ସୁବର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ ସେ ଆନ୍ଦୋଳନ ତାଙ୍କୁ ବନ୍ଦୀ କରାହୋଇଥିଲା। ସେ ସମୟରେ ସୁବର୍ଣ୍ଣଙ୍କର ଘନିଷ୍ଠ ବନ୍ଧୁ ଆମର ବିଜୁ ପଟ୍ଟନାୟକ ତାଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶାରୁ ତାଙ୍କୁ ପଠାଇଥିଲେ ଏବଂ ସେ ନିଜେ ମଧ୍ୟ ଯାଇନଥିଲେ, ତାଙ୍କ ସାଙ୍ଗରେ ତାଙ୍କ ସ୍ତ୍ରୀ ଜ୍ଞାନ ପଟ୍ଟନାୟକ ମଧ୍ୟ ଯାଇଥିଲେ ଏବଂ ସାହସିକତାର ସହିତ ସେ ଇଣ୍ଡୋନେସିଆରୁ ତାଙ୍କୁ ଉଦ୍ଧାର କରିଥିଲେ। ତେଣୁ ତାଙ୍କୁ ଇଣ୍ଡୋନେସିଆର ଭୂମିପୁତ୍ର ଉପାଧି ଦିଆଯାଇଥିଲା। ଏବଂ ଆପଣ ଜାଣିଛନ୍ତି ଓଡ଼ିଶାର ଜଣିଏ ଲୋକ ଯିଏକି ବିଜୁ ପଟ୍ଟନାୟକଙ୍କର ମର ଶରୀରରେ 3ଟି ଦେଶର ପତାକା ପଡ଼ିଥିଲା, ତାହା ହେଉଛି ଭାରତ, ଇଣ୍ଡୋନେସିଆ ଏବଂ ରୁଷିଆ। ତେଣୁ ଏପରି ବ୍ୟକ୍ତି ଓଡ଼ିଶାରେ ମିଳିବା ବିରଳ ଏବଂ ତାଙ୍କ ନୀତି ଆଦର୍ଶକୁ ଅନୁପ୍ରାଣିତ କରି ଆମେ ମୁଖ୍ୟତଃ ମୁଁ ମୋ ଜୀବନ ଏବଂ ରାଜନୀତି ଆରମ୍ଭ କରିଛି। ତେଣୁ ଦେଖାଯାଉ ଆମକୁ ମା ତାରିଣୀ ଏବଂ ଜଗନ୍ନାଥ କେତେ ସାହା ଭରସା ହେଉଛନ୍ତି। ଆମେ ଏହି ପ୍ରକ୍ରିୟାକୁ ଆଗକୁ ନେବୁ ଏବଂ ଆଜି ସମସ୍ତ ବିଜୁ ପ୍ରେମୀମାନେ ଶପଥ ନେଲେ ଏକ ଏକତାରେ ସେମାନେ ରହିବେ ଏବଂ ରାଜନୀତି କରିବେ। ରତିକାନ୍ତ ରାଉତ ଉପାଧ୍ୟକ୍ଷ ପଞ୍ଚାୟତ ସମିତି ଆଣ୍ଡଳି ଆଜି 29ତମ ସାଧବାର୍ଷିକ ଆମ ପ୍ରିୟ ବିଜୁବାବୁଙ୍କର ସାଧବାର୍ଷିକରେ ଯେଉଁ ଆଜି ପାଳିତ ହେଉଛି ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଆମ ମ୍ୟୁନିସିପାଲିଟି ପାଖରେ। ତେଣୁକରି ଆଜି ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ ଆଜି ଆମେ ସମସ୍ତେ ଏକାଠି ହେଇଛୁ ଏବଂ ସମସ୍ତେ ଆମେ ଶପଥ ନେଇଛୁ ଆଗାମୀ 2027ରେ ଯେଉଁ ପଞ୍ଚାୟତ ଇଲେକ୍ସନ ଆସୁଛି ତ୍ରିସ୍ତରୀୟ ଇଲେକ୍ସନରେ ସମସ୍ତ ମାନେ ୱାର୍ଡ ମେମ୍ବରଠୁ ଆରମ୍ଭ କରିକି ସରପଞ୍ଚଠୁ ଆରମ୍ଭ କରିକି ସମିତି ସଭ୍ୟଠୁ ଆରମ୍ଭ କରିକି ଜିଲ୍ଲା ପରିଷଦଠୁ ଆରମ୍ଭ କରି ସବୁ ଜାଗାରେ ବିଜୁ ଜନତା ଦଳ ଜିତିବା ପାଇଁ ଚେଷ୍ଟା କରିବ ଏବଂ ସମସ୍ତଙ୍କର ସଂଗ୍ରାମ ଜାରି ରହିବ। ଏଇଥିପାଇଁ ଯେ ବିଜୁ ଜନତା ଦଳ ଟୋଟାଲ ଦୁର୍ବଳ ହେଇନାହିଁ, ଆଗାମୀ ଦିନରେ ସବୁବେଳେ ସଫଳ ହେଇକି ରହିବ। ଅତି ବଡ଼ ଖୁସିର ବିଷୟ ଯେ ଆନନ୍ଦପୁର ବିଜୁ ଜନତା ଦଳ ତରଫରୁ ଆଜି ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ 29ତମ ଶ୍ରାଦ୍ଧ ଦିବସ ପାଳନ ହେଉଛି। ଏହି ଶ୍ରାଦ୍ଧ ଦିବସ ଉପଲକ୍ଷେ ଆନନ୍ଦପୁରର ସମସ୍ତ ବିଜୁ ପ୍ରେମୀ ଭାଇମାନଙ୍କୁ ଭଉଣୀମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଅଞ୍ଚଳରୁ ଅଭିନନ୍ଦନ ଜ୍ଞାପନ କରୁଛି। ଏହି ବିଜୁ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆମେ ବିଜୁ ପଟ୍ଟନାୟକଙ୍କ ବିଷୟରେ କହିବାର ତ ରାତି ପାଇଯିବ। ସେ ଥିଲେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ। तो गोटे कथा ये कहबी जे आज पर्यंत विजु पट्टनायक को सब स्तर अवहेला करा दिवस अवसर मु दाबी करुच्ची जे महान जननायक विजु पट्टनायक को भारत रत्न उपाधि अधिभूषित आमर ओडिशा सरकार तथा केंद्र सरकार निकट में निवेदन करुच्ची।